ସୁନ୍ଦର ସରଳ ଏବଂ ସଂକ୍ଷିପ୍ତ ଓଡ଼ିଆ ରଚନା ଅଂଶୁଘାତ। ଉପକ୍ରମ ଓଡ଼ିଶା ଏକ ଗ୍ରୀଷ୍ମ ପ୍ରଧାନ ରାଜ୍ୟ। ଯଦିଓ ଏଠାରେ ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ ଓ ବସନ୍ତ ଏହିପରି 6ଟି ଋତୁ ପ୍ରତିଭାତ ହୋଇଥାଏ, ତଥାପି ବର୍ଷର ଅଧିକାଂଶ ସମୟରେ ଗ୍ରୀଷ୍ମ ଋତୁର ପ୍ରାଧାନ୍ୟ ଅନୁଭୂତ ହୋଇଥାଏ। ଗ୍ରୀଷ୍ମ ଋତୁର ଆଗମନରେ ସୂର୍ଯ୍ୟଙ୍କ କିରଣ ପ୍ରଚଣ୍ଡ ହୋଇ ଉଠେ। ମଣିଷ ଠାରୁ ଆରମ୍ଭ କରି ସମସ୍ତ ଜୀବଜଗତ ପାଇଁ ଖରାର ପ୍ରଖରତା ଅସହ୍ୟ ହୋଇପଡ଼େ। ସୂର୍ଯ୍ୟଙ୍କ ଏହି ପ୍ରଖରତାର ଆଘାତକୁ ହିଁ ଅଂଶୁଘାତ କୁହାଯାଏ। ଅଂଶୁଘାତର କାରଣ କଥାରେ ଅଛି, ଆପଣା ହସ୍ତେ ଜିହ୍ୱା ଛେଦି କେ ଅଛି ତାର ପ୍ରତିବାଦୀ। ଆଜିର ସମାଜରେ ଅଂଶୁଘାତର ପରିମାଣ ବଢ଼ିବାରେ ଲାଗିଛି, କାରଣ ପରିବେଶ ତଥା ପ୍ରକୃତିର ଭାରସାମ୍ୟ ବିଗିଡ଼ି ଯାଇଛି। ଏଥିପାଇଁ ଆମେ ନିଜେ ହିଁ ମନୁଷ୍ୟ ଦାୟୀ। ପ୍ରଗତି ନାମରେ ଅବିରତ ଭାବରେ ଗଛ କଟା ଯାଉଛି, ଯାହା ଫଳରେ ଅମ୍ଳଜାନର ପରିମାଣ କମି ଯାଉଛି ଏବଂ ଅଙ୍ଗାରକାମ୍ଳ ଗ୍ୟାସ ବୃଦ୍ଧି ପାଇ ତାପମାତ୍ରା ବଢୁଛି। ବହୁଳ ଭାବରେ ଯାନବାହନ ଚଳାଚଳ ମଧ୍ୟ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି କରିବାରେ ଅନ୍ୟତମ କାରଣ ଅଟେ। ଗଛ କଟା ଯାଉଥିବାରୁ ବର୍ଷା ମଧ୍ୟ ଠିକ ସମୟରେ ହେଉନାହିଁ। ସାଧାରଣତଃ ମନୁଷ୍ୟ ଶରୀରରେ ତାପମାତ୍ରା ଅସ୍ୱାଭାବିକ ଭାବରେ ବଢିଗଲେ ସେ ଅଂଶୁଘାତର ଶିକାର ହୋଇଥାଏ। ସୁସ୍ଥ ବ୍ୟକ୍ତିର ଶରୀରର ତାପମାତ୍ରା 37 ଡିଗ୍ରୀ ସେଲସିୟସ ଅଟେ। ଯଦି ବାୟୁମଣ୍ଡଳର ତାପମାତ୍ରା ବଢିଯାଏ, ତେବେ ଶରୀରରୁ ଝାଳ ବୋହି ଏହି ତାପମାତ୍ରା ସାଧାରଣ ଅବସ୍ଥାକୁ ଫେରିଆସେ। ଯେତେବେଳେ ଶରୀରର ତାପମାତ୍ରା ହଠାତ୍ ବଢିଯାଏ ଏବଂ ଶରୀରର ଜଳୀୟ ଅଂଶ କମିଯାଏ, ଝାଳ ବୋହେ ନାହିଁ, ସେତେବେଳେ ମନୁଷ୍ୟର ମସ୍ତିଷ୍କ, ବୃକ୍କ ଓ ଫୁସଫୁସ ଇତ୍ୟାଦିର ସ୍ୱାଭାବିକ କ୍ରିୟାରେ ବ୍ୟାଘାତ ହୋଇଥାଏ ଏବଂ ମନୁଷ୍ୟ ଅଂଶୁଘାତର ଶିକାର ହୋଇଥାଏ। ଦେହରେ ଚର୍ମ ଶୁଖିଯାଏ, ପୀଡ଼ିତ ବ୍ୟକ୍ତି ସମୟ ସମୟ ସଂଜ୍ଞାହୀନ ହୋଇଯାଏ। ସଠିକ ସମୟରେ ଉପଯୁକ୍ତ ଚିକିତ୍ସା କରା ନ ଗଲେ ବ୍ୟକ୍ତି ମୃତ୍ୟୁ ମୁଖରେ ପଡ଼ିଥାଏ। ଅଂଶୁଘାତର ଚିକିତ୍ସା। ଅଂଶୁଘାତରେ ପୀଡ଼ିତ ବ୍ୟକ୍ତିକୁ ପ୍ରଥମେ ମୁଣ୍ଡ ଧୋଇ ଓଦା ଗାମୁଛାରେ ପୁରା ଶରୀରକୁ ପୋଛି ଦେବାକୁ ହେବ। ଏହାପରେ ତାର ପୋଷାକ ଢିଲା କରି ମୁକ୍ତ ବାୟୁ ଚଳାଚଳ କରୁଥିବା ସ୍ଥାନକୁ ନେଇଯିବା ଉଚିତ। ପ୍ରଥମେ ଅଳ୍ପ ଅଳ୍ପ ପାଣି ପିଇବାକୁ ଦେବା ଉଚିତ ଏବଂ ପରେ ସୁସ୍ଥ ଅନୁଭବ କଲେ ଯଥେଷ୍ଟ ପରିମାଣର ପାଣି, ଘୋଳ ଦହି, ପଇଡ଼ ପାଣି ଇତ୍ୟାଦି ପିଇବାକୁ ଦେବା ଉଚିତ। ଯଦି ଚେତା ଆସିବାରେ ବିଳମ୍ବ ହୁଏ, ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇଯିବା ଉଚିତ। ସତର୍କତା। ଅଂଶୁଘାତର ଅର୍ଥ ସୂର୍ଯ୍ୟଙ୍କର ପ୍ରଖର କିରଣ ଜନିତ ଆଘାତ। ଅଂଶୁଘାତରୁ ରକ୍ଷା ପାଇବା ପାଇଁ ହେଲେ ଟାଣ ଖରାରେ ବାହାରକୁ ଯିବା ଉଚିତ ନୁହେଁ। ଯଦି ବାହାରକୁ ଯିବା ନିହାତି ଆବଶ୍ୟକ, ତାହେଲେ ପାଦରେ ଜୋତା, ହାତରେ ଛତା, ଆଖିରେ କଳା ଚଷମା, ମୁଣ୍ଡରେ ଓଦା ଗାମୁଛା ସହିତ ସାଙ୍ଗରେ ପାଣି ବୋତଲ ନେଇକି ବାହାରିବା ଉଚିତ। ଅଂଶୁଘାତ ପାଇଁ ପ୍ରତିକାର। ଅଂଶୁଘାତ ପାଇଁ କୌଣସି ଔଷଧ ନାହିଁ। ଦେହରୁ ଜଳୀୟ ଅଂଶ କମିଯିବାରୁ ଅଂଶୁଘାତର ଶିକାର ହୋଇଥାଏ। ବାୟୁମଣ୍ଡଳର ତାପମାତ୍ରା ହ୍ରାସ ପାଇଁ ଲୋକମାନଙ୍କୁ ସଚେତନ କରାଇବା ଉଚିତ। ଜଙ୍ଗଲ ଓ ଜଳ ସମ୍ପଦର ସୁରକ୍ଷା ଓ ବିକାଶ ଉପରେ ଗୁରୁତ୍ୱ ଦେବା ଉଚିତ। ଏଥିପାଇଁ ଉଭୟ ସରକାରୀ ଏବଂ ବେସରକାରୀ ସ୍ତରରେ ପଦକ୍ଷେପ ନେବା ଉଚିତ। ଉପସଂହାର ବା ଶେଷ କଥା। ପରିସ୍ଥିତିର ଭୟାବହତାକୁ ହୃଦୟଙ୍ଗମ କରି ସମସ୍ତେ ସଚେତନ ହେଲେ ଅଂଶୁଘାତ ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ବହୁ ମୂଲ୍ୟବାନ ଜୀବନ ରକ୍ଷା ପାଇପାରିବ। ତ ପିଲାମାନେ, ରଚନାଟି ପସନ୍ଦ ଆସିଥିଲେ ଲାଇକ୍ କରିବେ ଆଉ କମେଣ୍ଟରେ ଜଣାଇବେ। ଥ୍ୟାଙ୍କ ୟୁ।